ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖେଡିସ୍ଥିତ ଆଦିବାସୀ ଉନ୍ନୟନ ପ୍ରକଳ୍ପର କନଫରେନ୍ସ ହଲ୍‌ଠାରେ। ଏହି କନଫରେନ୍ସ ହଲ୍‌ଠାରେ ଆଜି ଜିଓସି ଏବଂ ଏକତା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବାଲ୍ୟ ବିବାହ ସକାଶେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏବଂ ଏହି ବୈଠକରେ କିପରି ବାଲ୍ୟ ବିବାହକୁ ରୋକାଯାଇପାରିବ, ତୃଣମୂଳ ସ୍ତରରେ କିପରି ସଚେତନତା ହେଲେ ବାଲ୍ୟ ବିବାହ ରୋକାଯାଇପାରିବ, ଏହା ଗୋଟେ ପ୍ରୟାସ ଜାରି ରଖିଛି। ଆମ ପାଖରେ ଅଛନ୍ତି ଜଣେ ମ୍ୟାଡ଼ାମ୍। ମ୍ୟାଡ଼ାମ୍, ଆପଣ ପରିଚୟ କ'ଣ କହିବେ? ମୁଁ ନିର୍ମଳା ପଟ୍ଟନାୟକ। ଆମ ଗଜପତି ଜିଲ୍ଲାରେ ଗୋଟେ 100 ଦିନିଆ କ୍ୟାମ୍ପେନ୍ ବର୍ତ୍ତମାନ ଚାଲିଛି। ଆମେ ଦୁଇଟା ଅନୁଷ୍ଠାନ ଏକତା ଅର୍ଗାନାଇଜେସନ୍ ଏବଂ ଜିଓସି ଗଣିଆ ଉନ୍ନୟନ କମିଟି ଆମେ ମିଶିକି ଉଭୟଙ୍କ ସହଯୋଗରେ ଜିଲ୍ଲା ସ୍ତରୀୟ ଯେ ସମସ୍ତ ପଦାଧିକାରୀ ଯେଉଁ ରହୁଛନ୍ତି ସହଯୋଗ କରିବା ପାଇଁ, ସେମାନଙ୍କ ସହିତ ଆମେ ଏହି କାର୍ଯ୍ୟକ୍ରମକୁ କେମିତି ଆମ ଜିଲ୍ଲାରେ ବିଶେଷ କରିକି ମୋହନା, ଆରଉଦଗିରି ଏବଂ ଗୁମା ବ୍ଲକରେ ତାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ବନ୍ଦ କରିବା ସହିତ ଜିଲ୍ଲାରେ ସବୁ ବ୍ଲକରେ ମଧ୍ୟ ଏ କାର୍ଯ୍ୟକ୍ରମକୁ କେମିତି ପ୍ରଚାର ପ୍ରସାର ହେବ, ଲୋକ କେମିତି ସଚେତନତା ବାଲ୍ୟ ବିବାହଠୁ ଦୂରେଇକି ରହିବେ। ଆଉ ବାଲ୍ୟ ବିବାହ ଗୋଟେ ସାମାଜିକ କୁସଂସ୍କାର। ଏ କୁସଂସ୍କାର ରହିଲେ ଦେଶର ବିକାଶରେ ବଡ଼ ପ୍ରତିବନ୍ଧକ ହେଉଛି। ସେଇ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ଆମେ ଚେଷ୍ଟା କରୁଛୁ ସମସ୍ତେ ମିଶିକି ଜିଲ୍ଲା ପ୍ରଶାସନର ସହଯୋଗରେ ଏ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ। 30 ଦିନ କାର୍ଯ୍ୟକ୍ରମ ବିଭିନ୍ନ ମାଧ୍ୟମରେ ଖେଳ, କ୍ୟାଣ୍ଡେଲ ଜାଳିକି, ରାଲି କରିକି ଏବଂ ବିଭିନ୍ନ ସଭା ସଚେତନତା ଶିଶୁ କମିଟିକୁ ସଜାଗ କରିକି ଆମେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଆମେ ଚେଷ୍ଟା କରୁଛୁ। ବର୍ତ୍ତମାନ କାଶୀନଗରରେ ମଧ୍ୟ ଗୋଟେ ବାଲ୍ୟ ବିବାହକୁ କିଛି ଦିନ ତଳେ ରୋକାଯାଇଥିଲା। ଏତେ ସଚେତନତା ସତ୍ତ୍ୱେ ମଧ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଉ, ବିଭାଗୀୟ କର୍ତ୍ତୃପକ୍ଷ ହେଉ, ଜିଲ୍ଲା ପ୍ରଶାସନ ହେଲେ ମଧ୍ୟ କାହିଁକି ବାଲ୍ୟ ବିବାହକୁ ଆଜି ପର୍ଯ୍ୟନ୍ତ ରୋକାଯାଇପାରୁନି? କେଉଁଠି ଭୁଲ ରହୁଛି? କ'ଣ ପ୍ରଥା ଯୋଗୁଁ, ସାମାଜିକ ପ୍ରଥା ବୋଲି ଆପଣମାନେ କହୁଛନ୍ତି, କ'ଣ ଯୋଗୁଁ ଏଇଟା ରୋକାଯାଇପାରୁନି? ମୁଁ ତ କହିବି ଯେ ଲୋକ ସଚେତନତା ସମ୍ପୂର୍ଣ୍ଣ ସବୁ ଜାଗାରେ ଆହୁରି ପହଞ୍ଚି ପାରିନି, ଯେଉଁଠିକି କିଛି କିଛି ଜାଗାରେ ଦୁର୍ଗମ ଜାଗା ରହିଛି। ଆପଣ ଜାଣିଛନ୍ତି ଗଜପତି ଜିଲ୍ଲା ଗୋଟେ ଦୁର୍ଗମ ଅଞ୍ଚଳ। ସେଠି ଜନସଚେତନତାର ଆହୁରି ଯଥେଷ୍ଟ ଆବଶ୍ୟକତା ରହିଛି। ତାକୁ ଆମେ ଗାଁ ସ୍ତରରେ, ପରିବାର ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତେ ଚେଷ୍ଟା କରିବା କଥା। ଚେଷ୍ଟା କଲେ ମଧ୍ୟ କିଛି ଅଛି, ଆମର ଯେଉଁ ସାମାଜିକ ବ୍ୟବସ୍ଥା ଅଛି, କିଛି ଲୋକ ମାନେ ତାଙ୍କର ଗୋଟେ ପିଲାର ଭବିଷ୍ୟତ କଥା କହିକି ସେମାନେ ଜାଣନ୍ତିନି ଯେ ଶିଶୁର ବାଲ୍ୟ ବିବାହ ହେଲେ କ୍ଷତି କ'ଣ, ସେମାନେ ସେଟା ଅନୁଭବ କରୁନାହାନ୍ତି। ଆଉ ଯାହାଦ୍ୱାରା କି ସେମାନେ ଭାବୁଛନ୍ତି ପିଲାର ଭବିଷ୍ୟତ କହିଲେ ବାଲ୍ୟ ବିବାହ କରିବାଟା, ସେଇ ନିଷ୍ପତ୍ତିରେ, ସେଇ ପରିପ୍ରେକ୍ଷୀରେ ସେମାନେ ଏଇଭଳିଆ କୁସଂସ୍କାରକୁ ଆପଣେଇ ନିଅନ୍ତି। ଆଉ ସମାଜକୁ ବି ଗୋଟେ ଏଇଟା ଖରାପ ବାର୍ତ୍ତା ଦିଅନ୍ତି, ଯେଉଁଟାକି ବହୁତ ସମୟରେ ଏଇଟା ଅନ୍ୟ ସମସ୍ତଙ୍କ ପାଇଁ ବି ଗୋଟେ ଖରାପ ପ୍ରଭାବ ପଡ଼େ। ବାଲ୍ୟ ବିବାହ ପାଇଁ ରୋକାଇବା ପାଇଁ ଯେଉଁ ସରକାର ପ୍ରୟାସ କରୁଛନ୍ତି, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଗ୍ରାସରୁଟ୍ ଲେଭେଲରେ ସଚେତନତା କରାହେଉଛି। ବିଭିନ୍ନ ମାଧ୍ୟମରେ କ୍ୟାଣ୍ଡେଲ ଯାତ୍ରା ହେଉ, ଆପଣଙ୍କର ବିଭିନ୍ନ ପଥପ୍ରାନ୍ତ ନାଟକ ହେଉ ଏବଂ ବିଭିନ୍ନ ରାଲି ଦ୍ୱାରା ସଚେତନତା କରାହେଉଛି। ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ହୋଇପାରୁନି। ଏବେ ବି ଲୋକ ବାଲ୍ୟ ବିବାହ, କିଛି ଦିନ ତଳେ ବାଲ୍ୟ ବିବାହକୁ ରୋକାଯାଇପାରିଥିଲା କାଶୀନଗରରେ। ଏଭଳି କାହିଁକି ରହୁଛି? ସାର୍, ମୁଁ ତ ଏଇଟା କହିବାକୁ ଚାହିଁବି କି ଯେମିତି ବାଲ୍ୟ ବିବାହ କହିଲେ ଏବେ ବହୁତ କମ୍ ହେଇଯାଇଛି, କିନ୍ତୁ ବାଲ୍ୟ ବିବାହ କରୁନାହାନ୍ତି। ଏବେ ଏଲୋପମେଣ୍ଟ କେସ୍ଟା ବେଶୀ ହେଉଛି। ବାଲ୍ୟ ବିବାହ କହିଲେ ଆମେ ସଚେତନ କରି ଚାଲିଛୁ। ପ୍ରତି WCD ତରଫରୁ ପ୍ରତି ଅଙ୍ଗନବାଡ଼ି ମାନେ ମଧ୍ୟ ପ୍ରତି ମାସରେ ତାଙ୍କର ଅଧିକା ସେସନ୍ ଚାଲୁଛି। ଆଉ ସେମାନେ ବି ମଧ୍ୟ କାର୍ଯ୍ୟକ୍ରମ କରୁଛନ୍ତି, ସମସ୍ତଙ୍କୁ ବାଲ୍ୟ ବିବାହ ସଚେତନ କାର୍ଯ୍ୟକ୍ରମ କରୁଛନ୍ତି। ସେମାନେ ବି ବାଲ୍ୟ ବିବାହ ନ ହେଉ। ଆଉ ଏବଂ ଏଇଟା ଯେହେତୁ ଗଜପତି ଡିଷ୍ଟ୍ରିକ୍ଟଟା ଆମର 2018ରେ ମଧ୍ୟ ଘୋଷଣା କରାହେଇଥିଲା ବାଲ୍ୟ ବିବାହ ମୁକ୍ତ ଗଜପତି ଡିଷ୍ଟ୍ରିକ୍ଟ ବୋଲି, କିନ୍ତୁ ଏବେ ମଧ୍ୟ ଭିତରେ ଭିତରେ ଏଣ୍ଟର ଏରିଆରେ ଏଇଟା ଚାଲିଅଛି, ଯେଉଁଠିକି ସଚେତନତା ପହଞ୍ଚି ପାରିନାହିଁ। ସୁରକ୍ଷା ଅଧିକାରୀ, ମହିଳା ସୁରକ୍ଷା ଅଧିକାରୀ ସରଳା ପାତ୍ର, ଆମର ଗଣିଆ ଉନ୍ନୟନ ସମିତି ଏବଂ ଏକତା ଦୁଇଟା NGOର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରରେ ଗୋଟେ ଚାଇଲ୍ଡ ମ୍ୟାରେଜକୁ କେମିତି ବନ୍ଦ କରିବା, ମୂଳୋତ୍ପାଟନ କରିବା 2030 ସୁଦ୍ଧା ଲକ୍ଷ୍ୟରେ 100 ଦିନିଆ କ୍ୟାମ୍ପେନ୍ ଯେଉଁ କରୁଛନ୍ତି, ସେଥିରେ ତାଙ୍କର ସମସ୍ତେ କର୍ମକର୍ତ୍ତା ଆସିଥିଲେ ଏବଂ ଆମର DCPO ଏବଂ CWC ଚେୟାରପର୍ସନ୍ ତଥା ପୋଲିସ ଡିପାର୍ଟମେଣ୍ଟର ଷ୍ଟାଫ୍ ସବୁ ଆସିଥିଲେ ଏବଂ ବିଭିନ୍ନ NGOରୁ ମଧ୍ୟ ସମସ୍ତେ ଆସି ପହଞ୍ଚନ୍ତି। ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଆସନ୍ତା 100 ଦିନ ଭିତରେ ଏମାନେ ଯେମିତି ଡିଫରେଣ୍ଟ କ୍ୟାମ୍ପେନ୍ ସବୁ କରିବେ, ଫିଲ୍ଡ ଲେଭେଲରେ କରିକି କେମିତି ଆମେ ଆକ୍ସନ୍ ପ୍ଲାନ୍ ତିଆରି କରିବା ଯେ ଆସନ୍ତା ଯେମିତି ସରକାରଙ୍କ ଲକ୍ଷ୍ୟ ରହିଛି ଯେ 2030 ସୁଦ୍ଧା ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଚାଇଲ୍ଡ ମ୍ୟାରେଜକୁ, ବାଲ୍ୟ ବିବାହ ପୁରା ବନ୍ଦ କରିବା ପାଇଁ ବୋଲି ଆମର ଯେଉଁ ମୁଖ୍ୟ ଥିଲେ। ଏଇଥିରେ ଆମେ ଆଜି ସମସ୍ତଙ୍କୁ ଉଦ୍ବୋଧନ ଦେଇଥିଲୁ ଯେ
बाल्य विवाह पुओटे जदि भी 21 वर्ष कम हेले भी ताकू बाल्य विवाह कहबे एवं 18 वर्ष कम जदि झीलटी विवाह कले ताकू भी बाल्य विवाह कहबे एवं यही दुईटा जाक विवाह आम बंद करार अच्छी पिला आम ठीक रास्ता देखा शिक्षा दबा सुशिक्षा दबा सेल्फ डिपेंडेंट करवा झील मानू से कैरियर काउंसलिंग करेंगे सो दैट से कौन करेंगे चाइल्ड मैरेज प्रति से आकृष्ट हेबे ठीक समय से मैरेज करेंगे एवं निज भविष्य से उज्जवल करेंगे चाइल्ड मैरेज द्वारा जमी पुष्टिहीनतार शिकार होता छुआ मैंने से निजे परिपक्व हो न था से संपर्क में आम सब आज आलोचना करूँ विभिन्न योजना केमती अंतर्भुक्त कले से जमी चाइल्ड मैरेज हेबे पोवर्टी गोटे प्रोब्लेम अच्छी किंतु से पोवर्टी को से ओवरकम करें भविष्य में सुनेरी से जीवन जमी रम जिला बाल्य विवाह मुक्त हम से आज समस्त आह्वान करूँ उद्बोधन देते जीओसी एवं एकता स्वच्छता अनुष्ठान पक्षर आज गोटे कर्मशाला होता है। कर्मशाला विभिन्न ब्लॉक रो जनप्रतिनिधि हो कि ग्रामवासी हो लीडर हो एवं अंगनवाड़ी कर्मी सुपरवाइजर से डक जाता विषय सचेतन कराइला किपर बाल्य विवाह रोक जा बाल्य विवाह एक सामाजिक प्रथा जदि आम बाल्य विवाह को करवा किपर शिक्षित हो पारे शिक्षित हेले किपर से समाज मुख्य स्रोत को आसीपारे से सामाजिक अर्थनैतिक अभिवृद्धि हो पार मेन स्ट्रीम को आसीपार और किपर इकोनोमिक डेवलपमेंट हो पार सरकार प्रयास जारी रखिंट यही स्वेच्छासेवी अनुष्ठान किपर ग्रासरूट लेवल रू बाल्य विवाह को रोक जा पार प्रयास जारी रखिंट विभिन्न पथप्रांत नाटक माध्यम कैंडल यात्रा माध्यम सभा समिति द्वारा स्वेच्छासेवी अनुष्ठान सचेतनता कर देखा गजपति बेरा रिपोर्टर्स टुडे।